ତୃଷ୍ଣା ବିତୃଷ୍ଣା ଲେଖକ ଶ୍ରୀ ସୁରେନ୍ଦ୍ର ମହାନ୍ତି। ମୁଁ ପାଠ କରୁଛି ଶାନ୍ତନୁ ତ୍ରିପାଠୀ। ଅତୀତ ଜୀବନର ବହୁ ଅସଫଳତା ପୀଡ଼ିତ, ବହୁ ଅତୃପ୍ତ ବାସନା ବିଡ଼ମ୍ବିତ ବର୍ଷ ପରି ଘୁମନ୍ତ ଆକାଶରେ ନିଶାର୍ଦ୍ଧର କାକଜ୍ୟୋତ୍ସ୍ନା ଧୀରେ ଧୀରେ ନିମୀଳିତ ହୋଇ ଆସୁଅଛି। ଦିଗନ୍ତ ରେଖାର ଧୂସର ପଟଭୂମିକାରେ ଅଦୂରରେ ଦେବଦାରୁ ଶ୍ରେଣୀ ବହୁ ବିସ୍ମୟବାଚକ ଚିହ୍ନ ପରି ଆଙ୍କି ହୋଇଯାଇଛି। ଦର୍ପନାରାୟଣ ସେଜରୁ ଓହ୍ଲାଇ ପାଦରେ ସ୍ଲିପର ହଳେ ପୁରାଇଲେ। ଖୋଲା ଝରକା ବାଟେ ଚେନାଏ ଜହ୍ନ ଆଲୁଅ ଚଟାଣ ଉପରେ ରୋଗିଣୀର ଶୀର୍ଣ୍ଣ ଓଠରେ ହସର ଗୋଟିଏ କ୍ଷୀଣ ରେଖା ପରି ବିଛେଇ ହୋଇ ପଡ଼ିଛି। ଦର୍ପନାରାୟଣ କମ୍ପିତ ହାତରେ ପଲଙ୍କ ପାଖରେ ଟିପୟ ଉପରେ ରଖାଯାଇଥିବା ଟେବୁଲ ଲ୍ୟାମ୍ପର ସୁଇଚଟା ଟିପିଦେଲେ। ତୀବ୍ର ଆଲୋକରେ ଘର ଭିତରଟା ଆଲୋକିତ ହୋଇ ଉଠିଲା। ଟାଇମ ପିସ୍ରେ ରାତି ବାଜିଛି 2:30। ସକାଳ ହେବା ପାଇଁ ଆହୁରି ଦୀର୍ଘ 3 ଘଣ୍ଟା ବାକି। ଏକ ଅବ୍ୟକ୍ତ ଆତଙ୍କରେ ବୃଦ୍ଧ ଦର୍ପନାରାୟଣଙ୍କ ମୁହଁର ରେଖା ସବୁ ଜଟିଳ ଓ କୁଞ୍ଚିତ ହୋଇଗଲା। ରାତି 12ଟା ବେଳେ ସେ ପାନେ ବ୍ରୋମାଇଡ ପିଇ ଶୋଇବା ପାଇଁ ଚେଷ୍ଟା କରିଥିଲେ, ମାତ୍ର ବ୍ରୋମାଇଡର ନିଶା ଆଉ ଧରୁନାହିଁ। ଆଉ ନିଦ ପାଇଁ ଚେଷ୍ଟା କରିବା ବୃଥା। ଦର୍ପନାରାୟଣ ପାଗଳ ପରି ଡ୍ରୟର ଚେଷ୍ଟ ଉପରୁ ବ୍ରୋମାଇଡ ଶିଶିଟା କାଢ଼ି ଝରକା ବାଟେ ତରଳ ରାସ୍ତାକୁ ଫିଙ୍ଗିଦେଲେ। ଇନସୋମନିଆ ପୀଡ଼ିତ, ରକ୍ତଚାପ ଜର୍ଜରିତ, ନିଷ୍ଠୁର ବିନିଦ୍ର ରାତ୍ରି। ଦର୍ପନାରାୟଣ ଆଖିରେ ନିଦ ନାହିଁ। ଦର୍ପନାରାୟଣଙ୍କ ଆଖିରୁ ନିଦ ହଜିଯାଇଛି। ଦର୍ପନାରାୟଣ ଇକ୍ୱେନିଲ ବଟିକା ଖୋଜିବା ପାଇଁ ଅଇନା ଟେବୁଲର ଗୋଟିଏ ଦରଜା ଖୋଲିଲେ। ଇକ୍ୱାନିଲ ସବୁ ସ୍ନାୟୁବିକ ଉତ୍ତେଜନା ମୁହୂର୍ତ୍ତକ ମଧ୍ୟରେ ଶାନ୍ତ କରିଦିଏ। ମାତ୍ର ଦରଜା ଭିତରେ ବଟିକା ଶିଶି ଖାଲି ପଡ଼ିଅଛି। କାଲି ରାତିରେ ଦର୍ପନାରାୟଣ ଅବଶିଷ୍ଟ ବଟିକା ସବୁ ଶେଷ କରିଦେଇଥିଲେ। ଦର୍ପନାରାୟଣ ଉତ୍କ୍ଷିପ୍ତ ପରି ଥରେ କଣ୍ଠ ଫଟାଇ ଚିତ୍କାର କରିବା ପାଇଁ ଇଚ୍ଛା କଲେ। ମାତ୍ର ସୁପ୍ତି ମୁଖର ରାତ୍ରିର ଅଖଣ୍ଡ ନୀରବତା ତାଙ୍କୁ ଅତି ପବିତ୍ର ବୋଧ ହେଲା। ସେଇ ନୀରବତା ଭଙ୍ଗ କରିବା ପାଇଁ ସେ ଯେପରି ମାନସିକ ସାହସ ସଞ୍ଚୟ କରିପାରିଲେ ନାହିଁ। ଦର୍ପନାରାୟଣ ଟେବୁଲ ଦେହରେ ଆଉଜି ଦଣ୍ଡେ ଠିଆ ହୋଇଗଲେ। ଅଇନା ଟେବୁଲର ପ୍ରକାଣ୍ଡ ଆଇନାରେ ଦର୍ପନାରାୟଣଙ୍କ ପ୍ରତିମୂର୍ତ୍ତି ପ୍ରତିଫଳିତ ହୋଇ ଉଠିଲା। ଶୀର୍ଣ୍ଣ ଋଜୁ ଦେହ 60ରୁ ଉର୍ଦ୍ଧ୍ୱ ବୟସର ଭାରାରେ ଆଗାକୁ ସାମାନ୍ୟ ଝୁଙ୍କି ପଡ଼ିଅଛି। ଆଜୀବନ ଉଦରପୀଡ଼ା ହେତୁ ପଥ୍ୟ ନିୟନ୍ତ୍ରଣ, ଅଳ୍ପାହାର ଓ ଉପବାସ ମଧ୍ୟରେ କ୍ଷୁଧାର୍ଥ ମୁହଁ। 2 କୋଟରଗତ ଆଖି ତଳେ 2ଟି ଗଭୀର କଳାରେଖା ଅର୍ଦ୍ଧବୃତ୍ତ ପରି ଅଙ୍କିତ ହୋଇଯାଇଛି। ମୁଣ୍ଡର ବାଳ ସବୁ ପାଚି ଝୋଟ ହେଲାଣି। ଦାଢ଼ି ବାଳ ଛାତି ପର୍ଯ୍ୟନ୍ତ ଲମ୍ବି ଆସିଛି। ଦର୍ପନାରାୟଣ ବାହାର ବାରଣ୍ଡାକୁ ଆସିଲେ। ଦର୍ପନାରାୟଣ ଚୌଧୁରୀଙ୍କ ପ୍ରକାଣ୍ଡ ପ୍ରାସୋଦୋପମ ଅଟ୍ଟାଳିକା ନିଦ୍ରାରେ ଅଚେତନ ହୋଇ ପଡ଼ିଅଛି। ଜୀବନରେ ବହୁ ଅତୃପ୍ତ ଆକାଂକ୍ଷା ଓ ଅଭିଳାଷ ପରି ଆକାଶରେ ଅଗଣିତ ତାରା ଆଗ୍ନେୟ ଅସ୍ଥିରତାରେ ସ୍ପନ୍ଦିତ ହେଉଅଛି। ଅଦୂରର ଦେବଦାରୁ ବିଥିକାର ପତ୍ର ଶୀର୍ଷରେ ଶୁକ୍ଳ ଦ୍ୱାଦଶୀର ଚନ୍ଦ୍ର ଆଉ ଅଳ୍ପ ସମୟ ପରେ ଅସ୍ତଯିବ। ଖଣ୍ଡ ଖଣ୍ଡ ମାଛକାତିଆ ଧଳା ମେଘ ଆକାଶ ଦେହରେ କେଉଁ ପ୍ରାଗ୍ ଐତିହାସିକ ସରୀସୃପର ନିର୍ମୋକ ପରି ଖସି ପଡ଼ିଅଛି। କିନ୍ତୁ ଦର୍ପନାରାୟଣଙ୍କର ବହୁ ଅତୃପ୍ତ କାମନାର ଅହିରାଜ ତଥାପି ନିର୍ମୋକ ଛାଡ଼ି ନାହିଁ। ରତିକ୍ଲାନ୍ତା ଶ୍ୟାମଙ୍ଗ ପରି କାକଜ୍ୟୋତ୍ସ୍ନା ମଳିନା ରାତ୍ରି ସୁଷୁପ୍ତିର ତୁଳିତଳ୍ପ ଉପରେ ଦେହ ଢାଳି ଦେଇଅଛି। ମାତ୍ର ଦର୍ପନାରାୟଣଙ୍କର ବହୁ ଅତୃପ୍ତିର ତୃଷ୍ଣା ପୀଡ଼ିତ ଅହିରାଜ ଏହି ଶ୍ୟାମାଙ୍ଗୀକୁ ଯେପରି ହତ୍ୟା କରିଅଛି। ଆଉ ନିଦ ହେବ ନାହିଁ। ଦର୍ପନାରାୟଣ ଅତୀତରେ କେତେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ କି ନାହିଁ ଜଣା ନାହିଁ। ପୌରୁଷର ଦର୍ପରେ ଦର୍ପନାରାୟଣ କେବେ ହୁଏତ କୌଣସି ଅପୌରୁଷେୟରେ ବିଶ୍ୱାସ କରିନଥିଲେ। ମାତ୍ର ଆଜି ନତଜାନୁ ହୋଇ ପରମ ବିଶ୍ୱାସୀ ଭକ୍ତ ପରି ଏକ ଭାକ୍ତିକ ଆବେଗରେ ଦର୍ପନାରାୟଣ ପ୍ରାର୍ଥନା କଲେ, ମୋତେ ସୁନିଦ୍ରା ଦିଅ ଭଗବାନ। ତୁମର କରୁଣାର ସ୍ନିଗ୍ଧ ସ୍ପର୍ଶ ନିଦ୍ରା ରୂପରେ ମୋର ଜୀବନର ସବୁ ଉତ୍ତାପ ଅସଫଳତାରେ ସବୁ ଗ୍ଲାନି ଦୂର କରିଦେଉ। ବୃଦ୍ଧ ଦର୍ପନାରାୟଣଙ୍କ ମନେ ହେଲା ଦେବଦାରୁ ଶୀର୍ଷରେ ଅପୂର୍ଣ୍ଣ ବିକଳାଙ୍ଗ ଚନ୍ଦ୍ର ତାଙ୍କ ଅସହାୟତା ଆଡ଼େ ଚାହିଁ ଯେପରି ଉପହାସ କରୁଅଛି। ଦର୍ପନାରାୟଣ ବେତ୍ରାହତ ପରି ତଳୁ ହଠାତ୍ ଉଠି ଠିଆ ହୋଇ ପଡ଼ିଲେ। ଆକାଶର ଅଗଣିତ ତାରା ପରସ୍ପର ମଧ୍ୟରେ ଯେପରି ଆହୁରି ଉଜ୍ଜ୍ୱଳ ହୋଇ ଜଳି ପୁଣି ନିଭିବାର ପ୍ରତିଦ୍ୱନ୍ଦ୍ୱିତା ଲଗାଇ ଦେଇଛନ୍ତି। ଦର୍ପନାରାୟଣଙ୍କ ସାରା ଜୀବନଟା କଟିଗଲା ଏହିପରି ପ୍ରତିଦ୍ୱନ୍ଦ୍ୱିତାରେ। କୈଶୋରରେ ସ୍ନେହ ଓ ଶ୍ରଦ୍ଧା ପାଇଁ, ଯୌବନରେ ନାରୀ ଓ ସଫଳତା ପାଇଁ,
प्रौढ़ावस्था क्षमता और शक्ति आहरण पाई बहु प्रतिद्वंदितार अकलित तिक्ततारे दर्पनारायण जीवन प्राचुर्य तीरे तीरे विडंबित होइअछि। दर्पनारायण स्मृति लोकरे म्लान ज्योत्स्ना लुकित आकाशर पट्ट भूमिकार उद्भासित होई उठिला गोटे सुकुमार बालक दर्पनारायण अनुज शुभनारायण छवि। दर्पनारायण जन्मर बहु वर्ष पर बहु संतान अकाल मृत्यु उत्तारे चौधुरी वंश आलोकित करी शुभनारायण जन्म होइथिला। तेणु अति स्वाभाविक भाव प्रौढ़त्वर धूसर सीमांतरे शुभनारायण चौधुरी दंपतिंकर परम श्रद्धार पात्र होई पड़िथिले। सेथिपाई दर्पनारायण कैशोरर प्रतिटी दिन प्रतिटी मुहूर्त शुभनारायण प्रति एक तीव्र असूयारे विषाक्त होई पड़िथिला। एबे सेथिपाई अव्यक्त अनुशोचनार बहु रुद्ध वेदनारे से स्मृति दर्पनारायण अंतस्थल को दीर्ण विदीर्ण करिदिए। दर्पनारायण जननी शुभनारायण प्रति अधिक स्नेहशीला थिले। सेथिपाई दर्पनारायण बहु अनुच्चारित अत्याचार शुभनारायण अनुजर संभ्रमशील अनुगात्य वशतः मुह बुझी सह्य करुथिले। शुभनारायण थिले अति निरीह प्रकृतिर। दर्पनारायण सबु दर्प से मुह बुझी सही जाउथिले सिना केबे पितामाता ठारे अभियोग करू नथिले। सेथर दर्पनारायण को बयस मात्र 14, शुभनारायण को बयस मात्र प्राय 7। दुई भाई दिने परम सौहार्द्य नईरे गाधोइबा पई जाइथिले। फेरु फेरु बहुत विलंब हैला। फेरिला बेलको द्वार पाखरे दर्पनारायण जननी उत्कंठिता होई सेमानंक आसीबा पथकु चाही अपेक्षा करी रहिथिले। आज सुधा 60 वर्ष बयसरे दर्पनारायण कैशोरर से ग्लानिकर स्मृति विस्मृति होई नाहिंती। दुई पुत्रंकु देखि दर्पनारायण जननी प्रथमे शुभनारायण को कोलाग्रत करी विलंबर कारण दर्पनारायण को पचारिथिले। तापरे दर्पनारायण उत्क्षिप्त होई पड़िथिले एक प्रचंड विस्फोरक करी। बहु प्रार्थना करुथिले दर्पनारायण शुभनारायण मृत्यु पाई। शेषकु दिने ताहा ही हैला। चौधुरी दंपति नित्य बालगोपाल मंत्र स्मरण और समस्त व्रत आराधना सत्वे शुभनारायण अकाल मृत्यु होईगला। शुभनारायण मृत्युर वेदना आज सुधा दर्पनारायण विवेक उत्कीर्ण होई रही अछि। दर्पनारायण जे शुभनारायण मृत्युर एकमात्र कारण से विश्वास एबे सुधा दर्पनारायण को नरहंता भातृहंता बोली निज पाखरे निजे अपराधी करिदिए। मात्र शुभनारायण मृत्यु बेलू दर्पनारायण कैशोर उत्तीर्ण होई यौवन रे पदार्पण कर सारी किंतु शुभनारायण मृत्यु परे मातृस्नेहर प्राबल्य दर्पनारायण को एक अत्याचारी परी लागिथिला। पर से बहुबार भाविछंती गोटे जननी प्राण रे गोटे संतान पई सुधा स्नेहर अभाव नाही। मृत्तिका परी अगणित कोटी मनुष्यंक पई प्राण धारणर संबल सेठारे निहित रही अछि। देवदारु शीर्षरे एई से स्पंदित तारा शुभनारायणर निर्मल निरीह कोमल आखि परी ढळ ढळ हेउअछि। एई ताराटी को देखिले केजाणी काहेकि दर्पनारायण शुभनारायणर स्मृति रे व्यथित होई पड़ंती। जीवन रे सबु प्रतिद्वंदिता तांको एकांत मिथ्या और अबांतर परी मने हुए। छात्र जीवन रे पुणी विश्वविद्यालय रे प्रथम स्थान अधिकार करिबा पई कि तीव्र प्रतियोगिता। दर्पनारायण दर्शनर छात्र थिले। तांकर प्रतिद्वंदी थिले समरेंद्र। समरेंद्र को उत्तीर्ण हेबारे जेपरि तांको जीवनर परम स्वार्थकता। एमए परीक्षा देबा पूर्वरु दर्शन अध्यापक वृद्ध रामगोपाल बाबू थरे दर्पनारायण को कहिथिले, दर्पनारायण दर्शन परीक्षा रे उत्तीर्ण होई के दार्शनिक हुए नाही। प्रतियोगितार आसक्ति रे दिव्य दर्शनर अनासक्ति नाही। ए देशरे रास्तारे घाटरे सबु निरक्षर दर्शनर जो परम तत्व साधारण कथा और चलनी रे प्रकाश करती पश्चिमर बड़ बड़ दार्शनिक माने ताहार कल्पना सुधा करि पारि नथिबे। तुमे पाश्चात्य दर्शनर छात्र, मात्र भारतीय दर्शनर नुह। पाश्चात्य दर्शनर लक्ष्य मार्जित बुद्धि, मात्र भारतीय दर्शनर लक्ष्य समाहित आत्मा। दर्शन रे एकमात्र परीक्षा जीवन। मु आशीर्वाद करुची तुमे सेथिरे उत्तीर्ण हुओ। दर्पनारायण कौन बुझिले केजाणी उत्क्षिप्त करी परी रामगोपाल बाबू को कहिथिले, मु जाने सार समरेंद्र प्रति आपणकर सामान्य पक्षपातिता अछि, मात्र आपणक पक्षपातिता सत्वे मु दर्शन परीक्षा प्रथम हेबी। आपणक आशीर्वाद सार्थक हेब। वृद्ध गोपाल बाबू दर्पनारायण कथारे मने मने आहत होइथिले, मात्र नीरवरे केवल हसीथिले। से हसरे किंतु कौनसी कालिमा नथिला।
ରାମ ଗୋପାଳ ବାବୁ ଯଥାର୍ଥରେ କହିଥିଲେ, ଦର୍ଶନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କେହି ଦାର୍ଶନିକ ହୁଏ ନାହିଁ। ସେଥର ପରୀକ୍ଷାର ଠିକ୍ ମାସକ ପୂର୍ବରୁ ଦର୍ପନାରାୟଣ ମ୍ୟାଲେରିଆରେ ହଠାତ୍ ପୀଡ଼ିତ ହୋଇ ପଡ଼ିଥିଲେ। ତା ସତ୍ତ୍ୱେ ସେ ପରୀକ୍ଷା ଦେଲେ, ମାତ୍ର ସମରେନ୍ଦ୍ର ତାଙ୍କୁ ଉତ୍ତୀର୍ଣ୍ଣ ହୋଇଗଲେ। ଦର୍ପନାରାୟଣଙ୍କ ସବୁ ଆତ୍ମଶ୍ଲାଘା ଆତ୍ମଗ୍ଲାନିରେ ପରିଣତ ହୋଇଗଲା। ଏବେ ସମରେନ୍ଦ୍ର ସଙ୍ଗରେ ବେଳେବେଳେ ଦେଖା ହୁଏ। ସମରେନ୍ଦ୍ର କୃଷି ବିଭାଗରେ ଡିରେକ୍ଟର ଥିଲେ। ଗତ କେତେ ବର୍ଷ ହେବ ପେନ୍ସନ୍ ପାଇ ଅବସର ଗ୍ରହଣ କରିଛନ୍ତି। ଦର୍ଶନରୁ ଫର୍ଟିଲାଇଜର ଓ ଧାନ ଚାଷ। ଶିକ୍ଷାର ଏ ପ୍ରକାର ବିଚିତ୍ର ପରିହାସ କେବଳ ଭାରତୀୟ ବିଶ୍ୱବିଦ୍ୟାଳୟ ଓ ଶାସନ ବ୍ୟବସ୍ଥାରେ ହିଁ ସମ୍ଭବପର ହୋଇପାରେ। ବାସ୍ତବିକ ଦର୍ଶନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କେହି ଦାର୍ଶନିକ ହୁଏ ନାହିଁ। ଏବେ ଦର୍ପନାରାୟଣ ବୁଝୁଛନ୍ତି, ଜୀବନ ହିଁ ଦର୍ଶନ ଓ ବଞ୍ଚିବା ହିଁ ଏହାର ପରୀକ୍ଷା। ମାତ୍ର ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଅସମ୍ଭବ। ଦ୍ୱାଦଶୀର ଚନ୍ଦ୍ର ଖଣ୍ଡ ଧୂସର ବଉଦ ତଳେ ଏଇ ଅସ୍ତମିତ ହେଲା। ଦୂରରେ କେଉଁଠି ଘଣ୍ଟାରେ ବାଜିଲା ରାତି 4ଟା। ଦର୍ପନାରାୟଣଙ୍କର ମୁଣ୍ଡ ଅସଲଗ୍ନ ଚିନ୍ତାର ଉତ୍ତେଜନାରେ ଭାରି ଭାରି ଲାଗୁଛି। କୂଳ ପ୍ଲାବିନୀ ବନ୍ୟା ସ୍ରୋତ ପରି ଧମନୀରେ ରକ୍ତ ସ୍ରୋତ ଯେପରି ମସ୍ତିଷ୍କ ଭିତରକୁ ଛୁଟି ଚାଲିଅଛି। ଦର୍ପନାରାୟଣ ଦୁଇ ହାତରେ ମୁଣ୍ଡ ଚାପି ଧରି ପୁଣି ଶୋଇବା ଘର ଭିତରକୁ ପଶି ଆସିଲେ। ସକାଳ ହେବା ପାଇଁ ଆଉ 1.5 ଘଣ୍ଟା ବାକି। ଆକାଶରେ କାକଜ୍ୟୋତ୍ସ୍ନାର ଚଟୁଳତା ଆଉ ନାହିଁ। ହିରଣ୍ୟ ଗର୍ଭଙ୍କ ପାଇଁ ରାତ୍ରିର ଅନନ୍ତ ଚିରନ୍ତନ ତପସ୍ୟାର ମହିମା ନୈଶ ଆକାଶକୁ ପୁଣି ମହିମାନ୍ୱିତ କରିଦେଲାଣି। ଦର୍ପନାରାୟଣ ଆଲୋକ ଲିଭାଇ ପୁଣି ଥରେ ଶୋଇବା ପାଇଁ ଚେଷ୍ଟା କଲେ। ମାତ୍ର ବୃଥା ଏ ଚେଷ୍ଟା। ଶତ ବୃଶ୍ଚିକର ଜ୍ୱାଳାମୟ ଦଂଶନରେ ସେ ପୁଣି ଆଖି ମେଲି ବିଛଣା ଉପରେ ଉଠି ବସିଲେ। ଦେବାଳିଆ ଖାତକର ଦୁଆରେ ରକ୍ତଚକ୍ଷୁ ମହାଜନଙ୍କ ପରି ଅସଫଳତା ବହୁ ବ୍ୟର୍ଥତାର ଜ୍ୱାଳାମୟ ସ୍ମୃତି ଗୋଟିକ ପରେ ଗୋଟିଏ ହୋଇ ଭିଡ଼ି ବାନ୍ଧି ଆସୁଛନ୍ତି। ଆଜି ବିନିଦ୍ର ରାତ୍ରର ଏଇ ଜ୍ୱାଳାମୟ ମୁହୂର୍ତ୍ତରେ କାହିଁକି ବା ମନେ ପଡ଼ିଲା ମୈତ୍ରୀର ସ୍ମୃତି। ବାରଣ୍ଡାରେ ଫୁଟବଲରୁ ରଜନୀଗନ୍ଧାର ତୀବ୍ର ଗନ୍ଧ ରାତିର ଏଇ ଶେଷ ପ୍ରହରୀଟିକୁ ଏକ ଅବ୍ୟକ୍ତ କାମନାରେ ଆକୁଳ କରିଦେଇଅଛି। ରଜନୀଗନ୍ଧାର ମନ୍ଦିର ସୌରଭ ପରି ମୈତ୍ରୀ ଥିଲା ହାସ୍ୟମୟୀ, ଲାସ୍ୟମୟୀ, ରହସ୍ୟମୟୀ। ରଜନୀଗନ୍ଧାର ସ୍ତବକ ପରି ଦୀର୍ଘାଙ୍ଗୀ। ଦର୍ପନାରାୟଣ ଯୌବନର ଆରମ୍ଭରେ ନିଜ ଜୀବନର ସର୍ବସ୍ୱ ଏଇ ମୈତ୍ରୀର ପାଦତଳେ ନିବେଦନ କରିଦେବା ପାଇଁ ବ୍ୟାକୁଳ ହୋଇ ଉଠିଥିଲେ। ସମାଜ ମର୍ଯ୍ୟାଦା, ଅର୍ଥ ଓ ପ୍ରତିଷ୍ଠାର ମାପକାଠିରେ ମୈତ୍ରୀ ଥିଲେ କିନ୍ତୁ ଜଣେ ସାମାନ୍ୟ ବ୍ୟକ୍ତିର କନ୍ୟା। ମାତ୍ର ମୈତ୍ରୀର ଦ୍ୱାରକୁ ଦର୍ପନାରାୟଣଙ୍କ ସଙ୍ଗେ ପ୍ରତିଦ୍ୱନ୍ଦିତା କରି ଆସିଥିଲା ଆଉ ଜଣେ କାଙ୍ଗାଳ କାଙ୍ଗାଳ ସୁବେନ୍ଦ୍ରର ବଂଶ ମର୍ଯ୍ୟାଦାର ଆଭିଜାତ୍ୟ ନଥିଲା, ଧନର ଅଭିମାନ ନଥିଲା ବା ଉଚ୍ଚ ବିଶ୍ୱବିଦ୍ୟାଳୟର ଉପାଧିର ଗୌରବ ନଥିଲା। କ୍ରିକେଟ ଆଉ ସଙ୍ଗୀତ ଏଇ ଦୁଇଟି ମାତ୍ର ଥିଲା ସମାଜରେ ତାର ସାମାନ୍ୟ ପ୍ରତିଷ୍ଠାର ସମ୍ବଳ। ଦର୍ପନାରାୟଣ ସହିତ ସୁବେନ୍ଦ୍ରର ପ୍ରତିଦ୍ୱନ୍ଦିତା ପ୍ରଥମେ ଦର୍ପନାରାୟଣଙ୍କୁ ଏକ ଉପହସନୀୟ ବ୍ୟାପାର ପରି ମନେ ହୋଇଥିଲା। ମାତ୍ର ସୁବେନ୍ଦ୍ର ହିଁ ଏ ପ୍ରତିଯୋଗିତାରେ ଦିନେ ବିଜୟୀ ହେବାର ଆଶଙ୍କା କ୍ରମେ ଦର୍ପନାରାୟଣଙ୍କୁ ବିଚଳିତ କରିଦେଲା। ଦିନେ ଦର୍ପନାରାୟଣ ନିଜେ ସବୁ ଅଭିମାନ ଓ ବିଧି ପରମ୍ପରାର ମର୍ଯ୍ୟାଦା ଭୁଲି ମୈତ୍ରୀଙ୍କୁ କହିଥିଲେ, ସୁବେନ୍ଦ୍ରଙ୍କୁ ମୋର ପ୍ରତିଦ୍ୱନ୍ଦ୍ୱୀ ରୂପେ ଗ୍ରହଣ କରି ତୁମେ ନିଜକୁ ନିଜେ ଅପମାନିତ କରୁଛ ମିତ୍ରା। ହାସ୍ୟମୟୀ ରହସ୍ୟମୟୀ ମୈତ୍ରୀ ଦର୍ପନାରାୟଣଙ୍କୁ କହିଥିଲେ, ନାରୀ ପାଖରେ ବଂଶ ମର୍ଯ୍ୟାଦା ଓ ବିଶ୍ୱବିଦ୍ୟାଳୟ ଶିକ୍ଷାର ଦର୍ପ ଏକମାତ୍ର ସତ୍ୟ ନୁହେଁ ଦର୍ପନାରାୟଣ। ମୈତ୍ରୀର ପ୍ରତ୍ୟାଖ୍ୟାନ ଦର୍ପନାରାୟଣଙ୍କ ଆଦ୍ୟ ଯୌବନକୁ ତିକ୍ତ ଓ ବିଷାକ୍ତ କରିଦେଇଥିଲା। ସେହିଦିନୁ ଦର୍ପନାରାୟଣ ନୈଷ୍ଠିକ ବ୍ରହ୍ମଚାରୀ ପରି ନାରୀର ସଂସର୍ଗରୁ ବହୁ ଦୂରରେ ରହି ଆସିଛନ୍ତି। ଜୀବନରେ ବହୁ ନାରୀ ଦର୍ପନାରାୟଣଙ୍କ ପାଖରେ ଆସିଛନ୍ତି ଆତ୍ମନିବେଦନର ଅର୍ଘ୍ୟ ଘେନି। ମାତ୍ର ଦର୍ପନାରାୟଣ ସମସ୍ତଙ୍କୁ ଅତି ନିଷ୍ଠୁର ଭାବରେ ପ୍ରତ୍ୟାଖ୍ୟାନ କରି ଆସିଛନ୍ତି। ଆଜି ବି ମନେ ପଡ଼େ ମାଧବୀର କଥା। ମାଧବୀର କରୁଣ ଆତ୍ମନିବେଦନର ଉତ୍ତରରେ ଦର୍ପନାରାୟଣ ହସି ହସି କହିଥିଲେ, ନାରୀର ଦେହ ପୁରୁଷ ପାଖରେ ଏକମାତ୍ର ସତ୍ୟ ନୁହେଁ ମାଧବୀ। ମୁଁ କାମାର୍ତ୍ତ ହୋଇପାରେ, ମାତ୍ର ଦାରାସକ୍ତ ନୁହେଁ। ମାଧବୀ ତାର ଅଳ୍ପ ଦିନ ପରେ ଆତ୍ମହତ୍ୟା କରିଥିଲା। ମ୍ଳାନମୁଖୀ ବଞ୍ଚିତା ମାଧବୀର ଦୀର୍ଘଶ୍ୱାସ ରାତ୍ରିର ବାତାବରଣକୁ ସେହିଦିନୁ ଯେପରି ଚିର ଭାରାକ୍ରାନ୍ତ କରି ରଖିଅଛି। ମାତ୍ର ବହୁ ନାରୀର ସଂସ୍ପର୍ଶରେ ଆସି ଦର୍ପନାରାୟଣ ଆଜି ବୁଝିଛନ୍ତି, ନାରୀ ପାଇଁ ପ୍ରତିଦ୍ୱନ୍ଦିତା ପୌରୁଷ ପ୍ରତି ଏକ ଅପମାନ। ଦର୍ପନାରାୟଣ ପୁଣି ଅବ୍ୟବସ୍ଥିତ ଭାବରେ ବିଛଣା ଛାଡ଼ି ଖୋଲା ଝରକା ପାଖରେ ଆସି ଠିଆ ହେଲା।
ଉଷାର ପ୍ରଥମ ପାଂଶୁଳ ଆଲୋକ ଦେବଦାରୁ ଶୀର୍ଷରେ ଏକ ଉକୁଟିଲା ପରି କାମନା ଓ ବାସନାର ସବୁ ନିର୍ମୋକ ଫିଙ୍ଗି ହେମାନଳର ରକ୍ତିମ ଶିଖା ପରି ଏକ ତରୁଣ ସନ୍ନ୍ୟାସୀ ଯେପରି ପୂର୍ବ ଆକାଶରେ ସନ୍ନ୍ୟାସର ଗୈରିକ ପରିଧାନ କରୁଅଛି। ସବୁ ବିନିଦ୍ର ରଜନୀ ଶେଷରେ ଏ ଦୃଶ୍ୟ ସବୁଦିନେ ଦର୍ପନାରାୟଣକୁ ଅତି ପବିତ୍ର ଲାଗେ। କାମନା ଓ ବ୍ୟର୍ଥତାର ସବୁ ଗ୍ଲାନି ଓ ଅବସାଦ ଭୁଲି କାମନା ଜୟୀ ଉଦାର ସନ୍ନ୍ୟାସର ମହା ଆହ୍ୱାନରେ ଦର୍ପନାରାୟଣଙ୍କ ପ୍ରାଣ ଉଦ୍ବେଳିତ ହୋଇ ଉଠେ। ମାତ୍ର ସେଥିପାଇଁ ତଥାପି ବିଳମ୍ବ ଅଛି। ଦର୍ପନାରାୟଣଙ୍କ ଜୀବନରେ ସବୁ ମିଥ୍ୟା ହୋଇଥାଇପାରେ, ମାତ୍ର ଆଜି ତାଙ୍କ ପକ୍ଷରେ ଏକମାତ୍ର ସତ୍ୟ ଶକ୍ତି ରାଜନୈତିକ ଶକ୍ତି। ସେଥିପାଇଁ ବହୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାରେ ଘର୍ମ ଦର୍ପନାରାୟଣଙ୍କ ଜୀବନର ଏ ଶୀତଳ ଗୋଧୂଳିକୁ ସୁଦ୍ଧା ରୁଦ୍ଧଶ୍ୱାସ ଓ ଘର୍ମାକ୍ତ କରିଦେଉଅଛି। ଆଦ୍ୟ ଯୌବନରେ ବିଲ୍ଲୋଳ କଟାକ୍ଷମୟୀ ମୈତ୍ରୀ ପରି ରାଜନୈତିକ କ୍ଷମତା ଆଜି ବୃଦ୍ଧ ଦର୍ପନାରାୟଣଙ୍କୁ ଜୀବନର ସାୟଂନରେ ପ୍ରଲୁବ୍ଧ କରିଅଛି। ମାତ୍ର ସେଠି ସୁଦ୍ଧା ଆଜି ବହୁ ପ୍ରତିଦ୍ୱନ୍ଦ୍ୱୀ। ଦର୍ପନାରାୟଣଙ୍କ କପାଳର ଦୁଇ ପାଖରେ ଶିରା ଟକ୍ ଟକ୍ ହୋଇ ବିନ୍ଧିଲାଣି। ରାତ୍ରି ଶେଷ ହେଲା, ମାତ୍ର ମହାନିଶାର ଶେଷ ପ୍ରହରରେ ମୋହର କ୍ଷୀଣ ଆବରଣ ପରି କୁଜ୍ଝଟିକାରୁ ଏକ ନୀଳାଭ ଆବରଣ ରାତ୍ରି ଶେଷରେ ଆଲୋକ ଦୀପ୍ତ ପ୍ରକାଶକୁ କ୍ରମେ ନିଶ୍ଚିହ୍ନ କରିଦେଉଅଛି। ଆଉ ଶୋଇବା ପାଇଁ ଚେଷ୍ଟା କରିବା ବୃଥା। ଦର୍ପନାରାୟଣ ଦେହରେ ଖଣ୍ଡେ ଓଭରକୋଟ ଢାଙ୍କି ନିତ୍ୟ ନୈମିତିକ ପ୍ରାତଃ ଭ୍ରମଣରେ ବାହାରି ପଡ଼ିଲେ। ଫାଟକରେ ଖଣ୍ଡେ ଟୁଲ ଉପରେ ବସି ବସି ନେପାଳୀ ଦରବାନ ଶୋଇ ପଡ଼ିଛି। ବସି ସୁଦ୍ଧା ପାଟି ଆଁ କରି କୁମ୍ଭକର୍ଣ୍ଣ ପରି ତାର ଘୁଙ୍ଗୁଡ଼ି ମାରିବାର ଭଙ୍ଗୀ ଅତି ହାସ୍ୟୋଦ୍ଦୀପକ। ଦର୍ପନାରାୟଣ ତାର ସୁନିଦ୍ରାରେ ବ୍ୟାଘାତ ନ ଦେଇ ଅତି ସନ୍ତର୍ପଣରେ ଫାଟକ ଖୋଲି ବାହାରର ରାସ୍ତାକୁ ଚାଲି ଆସିଲେ। ରାସ୍ତା କଡ଼ରେ ଗଛ ତଳେ ଫୁଟପାଥ ଉପରେ ଅସୁମାରୀ ମଣିଷ ପାଦଠୁ ମୁଣ୍ଡ ପର୍ଯ୍ୟନ୍ତ, ଅଖାଟାରୁ କନ୍ଥା ପର୍ଯ୍ୟନ୍ତ ନାନା ଆବରଣରେ ଢାଙ୍କି ହୋଇ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି। ଏଇ ଜଣେ ଦେବଦାରୁ ଗଛ ତଳେ ଖାଲି ଦେହରେ ଧୂଳି ଉପରେ ଲୋଟି ପଡ଼ିଛି। ମୁହଁ ଓ ମୁଣ୍ଡ ତାର ଅନାବୃତ। ଗୋଟାଏ ବୁଲା କୁକୁର କୁଣ୍ଡଳି ବାନ୍ଧି ତା ଦେହରେ ଲାଗି ହୋଇ ଶୋଇଛି। ତାର ରୁକ୍ଷ ମୁହଁ ଉପରେ ସକାଳର ପ୍ରଥମ ପାଂଶୁଳ ଆଲୋକ ପଡ଼ି ଶବର ରକ୍ତହୀନ ପ୍ରାଣହୀନ ମୁହଁ ପରି ଦିଶୁଛି। ସେଇମାନଙ୍କ ଆଡ଼େ ଚାହିଁ ଦର୍ପନାରାୟଣଙ୍କର ମନେ ପଡୁଥିଲା ଦର୍ଶନ ଅଧ୍ୟାପକ ରାମଗୋପାଳ ବାବୁଙ୍କ କଥା। ଦର୍ଶନର ଏକମାତ୍ର ପରୀକ୍ଷା ଜୀବନ। ମୁଁ ଆଶୀର୍ବାଦ କରୁଛି ତୁମେ ସେଥିରେ ଉତ୍ତୀର୍ଣ୍ଣ ହୁଅ। ମାତ୍ର ସେଥିରେ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା କାହିଁକି? ଦର୍ପନାରାୟଣ ରାସ୍ତା କଡ଼ ଦେବଦାରୁ ତଳେ ରାସ୍ତାର ଧୂଳିରେ ଆବର୍ଜନା ପରି ବିକ୍ଷିପ୍ତ ହୋଇ ପଡ଼ିଥିବା ନାମହୀନ, ପରିଚୟହୀନ, ଗୃହହୀନ, ଆଶ୍ରୟହୀନ ମାତ୍ର ଗଭୀର ନିଦ୍ରାରେ ଚୈତନ୍ୟହୀନ ସେହି ଲୋକଗୁଡ଼ାଙ୍କ ଆଡ଼େ ପୁଣି ଥରେ ଫେରି ଚାହିଁଲେ। କାହିଁକି ବସିଛନ୍ତି ଏମାନେ? କେଉଁ ଅଧିକାରରେ? ଜୀବନରେ କି ତୃଷ୍ଣା ବଞ୍ଚାଇ ରଖିଛି ଏମାନଙ୍କୁ? କାହିଁକି ବଞ୍ଚିଛନ୍ତି ଏମାନେ? କାହିଁକି ବା ବଞ୍ଚିଛନ୍ତି ଦର୍ପନାରାୟଣ? କିନ୍ତୁ ବଞ୍ଚିବାର ଆସ୍ୱାଦ ପାଇଲା କିଏ? ଦର୍ପନାରାୟଣ ନା ଏମାନେ? ଦର୍ପନାରାୟଣ କୁହୁଡ଼ି ଭିତରେ ଖଣ୍ଡେ ଛାୟା ଛବି ପରି ଠିଆ ହୋଇ ନିଜକୁ ନିଜେ ସେଇ ନିଷ୍ଠୁର ପ୍ରଶ୍ନ ପଚାରୁଥିଲେ। ସକାଳର କୁହୁଡ଼ି ଜୀବନ ତୃଷ୍ଣାର ତୀବ୍ର ଆସକ୍ତି ପରି ଚାରିଆଡ଼ୁ ନିରନ୍ଧ୍ର ହୋଇ ପୁଣି ମାଡ଼ି ଆସୁଥିଲା। ଧନ୍ୟବାଦ।